ପିଲାମାନେ ଆଜି ଆମେ ସାଇନ୍ସ ପେପର 1 ଦଶମ ଶ୍ରେଣୀ ଫିଜିକାଲ ସାଇନ୍ସର ମାନବ ଚକ୍ଷୁ ଓ ବର୍ଣ୍ଣ ଜଗତ ତାହାର କିଛି MCQ ଡିସ୍କସନ୍ କରିବା। ତ ଫାର୍ଷ୍ଟ କ୍ୱେଶ୍ଚିନ୍ ହେଲା ମାନବ ଚକ୍ଷୁ ଗୋଲକର ବ୍ୟାସ ପ୍ରାୟ କେତେ ସେମି? 1.3, 2.3, 3.3, 4.3 ନା କେତେ ନା 2.3 ସେମି। ମାନବ ଚକ୍ଷୁରେ ପ୍ରତିବିମ୍ବ କାହା ଉପରେ ଗଠିତ ହୁଏ? ସ୍ୱଚ୍ଛପଟଳ, ଚକ୍ଷୁ ଲେନ୍ସ, କନିନିକା, ମୁକୁରିକା। ମୁକୁରିକା ଉପରେ ଗଠିତ ହୋଇଥାଏ। ଡି ହେବ କରେକ୍ଟ ଆନ୍ସର। ନେତ୍ରପିତଳର ଆକାରକୁ ନିୟନ୍ତ୍ରଣ କରି ଚକ୍ଷୁ ମଧ୍ୟକୁ ଆବଶ୍ୟକ ପରିମାଣର ଆଲୋକ କିଏ ପଠାଇଥାଏ? ସ୍ୱଚ୍ଛପଟଳ, କନିନିକା, ମୁକୁରିକା, ଚକ୍ଷୁ ଲେନ୍ସ। କିଏ ପଠାଇଥାଏ ନା କନିନିକା। ବି ହେବ କରେକ୍ଟ ଆନ୍ସର। ନେକ୍ସଟ ଯିବା 4 ନମ୍ବରକୁ। ନା 4 ନମ୍ବର ଆମକୁ କ'ଣ କହିଲା? ଚକ୍ଷୁ ଲେନ୍ସରେ ସୃଷ୍ଟ ପ୍ରତିବିମ୍ବର ପ୍ରକୃତି କ'ଣ? ବାସ୍ତବ ଓଲଟା, ଆଭାସୀ ସଳଖ, ଆଭାସୀ ଓଲଟା, ବାସ୍ତବ ସଳଖ। କ'ଣ ହେବ ନା ବାସ୍ତବ ଓଲଟା। ଏ ହେବ କରେକ୍ଟ ଆନ୍ସର। ଚକ୍ଷୁରୁ ମସ୍ତିଷ୍କ କାହା ମାଧ୍ୟମରେ ବିଦ୍ୟୁତ୍ ସଂକେତ ଯାଏ? ଚିତ୍ର ସ୍ନାୟୁ, ସମ୍ବେଦୀ ସ୍ନାୟୁ, ନେତ୍ର ସ୍ନାୟୁ, ତନ୍ତୁ ସ୍ନାୟୁ। କାହା ମାଧ୍ୟମରେ ଯାଏ ନା ନେତ୍ର ସ୍ନାୟୁ ମାଧ୍ୟମରେ। ସି ହେବ କରେକ୍ଟ ଆନ୍ସର। ସିଲିଆରୀ ମାଂସପେଶୀ ଦ୍ୱାରା ଚକ୍ଷୁ ଲେନ୍ସର ବକ୍ରତା ତଥା ଫୋକସ୍ ଦୂରତାକୁ ବଦଳାଇ ଏକ ବିନ୍ଦୁରେ କେନ୍ଦ୍ରୀଭୂତ କରିବା ପ୍ରକ୍ରିୟାକୁ କ'ଣ କୁହାଯାଏ? କ'ଣ କୁହାଯାଏ ନା ସମାୟୋଜନ। ଯେଉଁଟାକି ଆମର ଏ ହେବ କରେକ୍ଟ ଆନ୍ସର। ଏଇଟା ପୁରା ମନେ ରଖିଥିବ। ଅନ୍ୟ ପଏଣ୍ଟ ଗୁଡ଼ାକ ଆମର ଜାଣିବା କିଛି ଆବଶ୍ୟକ ନାହିଁ। ସୁସ୍ଥ ଲୋକର ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା କେତେ? 25 cm, 25 ମିଟର, 2.5 ମିଟର, 2.5 cm। କେତେ ନା ଆମେ ଜାଣିଛେ 25 cm ହେଲା। ନେକ୍ସଟ ଯିବା ସାଧାରଣ ଚକ୍ଷୁ ପାଇଁ ଦୂରବିନ୍ଦୁ କେଉଁଟି? 25 cm, 25 କିମି, ଅନନ୍ତ ଦୂରତା 25 ମିଟର। କେଉଁଟି ନା ଅନନ୍ତ ଦୂରତା। ସି ହେବ କରେକ୍ଟ ଆନ୍ସର। ମୋତିଆ ବିନ୍ଦୁ ହେଲେ ଚକ୍ଷୁ ଲେନ୍ସର ରଙ୍ଗ କ'ଣ ହୋଇଯାଏ? ଧଳା, କଳା, ନୀଳ କହିହେବ ନାହିଁ। କ'ଣ ହୋଇଯାଏ ନା ଧଳା ହୋଇଯାଏ। ଏ ହେବ କରେକ୍ଟ ଆନ୍ସର। ଚକ୍ଷୁ ଲେନ୍ସ ମୋଟା ହୋଇଗଲେ ଫୋକସ୍ ଦୂରତାରେ କି ପରିବର୍ତ୍ତନ ହୁଏ? ବଢ଼ିଯାଏ, କମିଯାଏ, ସ୍ଥିର ରହେ କହିହେବ ନାହିଁ। କ'ଣ ହୁଏ ନା କମିଯାଏ। ବି ହେବ କରେକ୍ଟ ଆନ୍ସର। ଫୋକସ୍ ଦୂରତା ବଢ଼ିଲେ ଚକ୍ଷୁ ଲେନ୍ସରେ କି ପରିବର୍ତ୍ତନ ହୁଏ? ସରୁ ହୋଇଯାଏ, ମୋଟା ହୋଇଯାଏ, ସ୍ଥିର ରହେ କହିହେବ ନାହିଁ। କ'ଣ ନା ସରୁ ହୋଇଯାଏ। ଜଣେ ଗୋଟିଏ ଚକ୍ଷୁରେ ଭୂସମାନ୍ତର ଅଞ୍ଚଳର କେଉଁ ପରିମାଣ କୋଣରେ ଦେଖିପାରେ? 120 ଡିଗ୍ରୀ, 180 ଡିଗ୍ରୀ, 150 ଡିଗ୍ରୀ, 90 ଡିଗ୍ରୀ। ତ କେଉଁ ପରିମାଣ କୋଣ ଦେଖାଯାଏ ନା 150 ଡିଗ୍ରୀ। ଏଇଟା ମନେ ରଖିବା ପୁରା ଏକ୍ଜାମରେ ଆସେ। 13 ନମ୍ବରକୁ ଯିବା। ଜଣେ ଦୁଇଟି ଚକ୍ଷୁରେ କେଉଁ ପରିମାଣ କୋଣରେ ଥିବା ଅଞ୍ଚଳ ଦେଖିପାରେ? 150, 180 ଡିଗ୍ରୀ, 120 ଡିଗ୍ରୀ, 90 ଡିଗ୍ରୀ। ନା ବି ହେବ କରେକ୍ଟ ଆନ୍ସର 180 ଡିଗ୍ରୀ। ଦୂର ବସ୍ତୁ ସ୍ପଷ୍ଟ ଦେଖି ନ ପାରିବାକୁ କ'ଣ କୁହାଯାଏ? ସମୀପ ଦୃଷ୍ଟି, ଦୂରଦୃଷ୍ଟି, ଚାଳିଶା କେଉଁଟି ନୁହେଁ। କ'ଣ କୁହାଯାଏ ନା ସମୀପ ଦୃଷ୍ଟି। ଏ ହେବ କରେକ୍ଟ ଆନ୍ସର। ସମୀପ ଦୃଷ୍ଟି ହେଲେ ଚକ୍ଷୁ ଲେନ୍ସର କି ପରିବର୍ତ୍ତନ ହୁଏ? ମୋଟା ହୋଇଯାଏ, ସରୁ ହୋଇଯାଏ, ବକ୍ର ହୋଇଯାଏ, କଣା ହୋଇଯାଏ। କ'ଣ ହୁଏ ନା ମୋଟା ହୋଇଯାଏ। ଏ ହେବ କରେକ୍ଟ ଆନ୍ସର। ସମୀପ ଦୃଷ୍ଟି ହେଲେ ବସ୍ତୁର ପ୍ରତିବିମ୍ବ କେଉଁଠାରେ ସୃଷ୍ଟି ହୁଏ? ମୁକୁରିକାରେ, ମୁକୁରିକା ପଛରେ, ମୁକୁରିକା ଆଗରେ, ଜଳାଭରସରେ। ନା ମୁକୁରିକା ଆଗରେ ସୃଷ୍ଟି ହୁଏ। 17 ନମ୍ବର ଯିବା। ସମୀପ ଦୃଷ୍ଟିର ସଂଶୋଧନ ପାଇଁ କି ପ୍ରକାର ଲେନ୍ସର ଚଷମା ବ୍ୟବହାର କରାଯାଏ? ଉତ୍ତଳ, ତମ୍ବକର, ଅବତଳ, ଉତ୍ତଳ ଅବତଳ। ନା ଅବତଳ ମନେ ରଖିବା। ସମୀପ ଦୃଷ୍ଟିରେ ଅବତଳ ଲେନ୍ସ ବ୍ୟବହାର କଲେ ପାୱାର ସମାହାର ରୋଗୀର ଚକ୍ଷୁ ଲେନ୍ସର ପାୱାର ଠାରୁ କ'ଣ ହୁଏ? 18 ନମ୍ବର ବଢ଼ିଯାଏ, କମିଯାଏ, ସ୍ଥିର ରହେ କହିହେବ ନାହିଁ। କ'ଣ ହେଇଥାଏ ନା କମି ଯାଇଥାଏ। ବି ହେବ କରେକ୍ଟ ଆନ୍ସର। ଦୂରଦୃଷ୍ଟି ହେଲେ ବସ୍ତୁର ପ୍ରତିବିମ୍ବ କେଉଁଠାରେ ସୃଷ୍ଟି ହୁଏ? ମୁକୁରିକା ପଛରେ, ମୁକୁରିକା ଉପରେ, ମୁକୁରିକା ଆଗରେ, କାଚା ଭରସରେ। କେଉଁଠାରେ ନା ମୁକୁରିକା ପଛରେ। ଏ ହେବ କରେକ୍ଟ ଆନ୍ସର। ପାଖ ବସ୍ତୁ ସ୍ପଷ୍ଟ ଦେଖି ନ ପାଇବାକୁ କ'ଣ କୁହାଯାଏ? ସମୀପ ଦୃଷ୍ଟି, ଦୂରଦୃଷ୍ଟି, ଚାଳିଶା କେଉଁଟି ନୁହେଁ। କ'ଣ କୁହାଯାଇଥାଏ ନା ଦୂରଦୃଷ୍ଟି ମନେ ରଖିବା ହେଲା। ଦୂରଦୃଷ୍ଟି ହେଲେ ଚକ୍ଷୁ ଲେନ୍ସର କି ପରିବର୍ତ୍ତନ ହୁଏ? କି ପରିବର୍ତ୍ତନ ହୁଏ ନା ମୋଟା ହୋଇଯାଏ, ସରୁ ହୋଇଯାଏ, ବକ୍ର ହୋଇଯାଏ, କଣା ହୋଇଯାଏ। କ'ଣ ହେଇଥାଏ? ସରୁ ହୋଇଯାଏ। ବି ହେବ କରେକ୍ଟ ଆନ୍ସର। ଦୂରଦୃଷ୍ଟିର ସଂଶୋଧନ ପାଇଁ କି ପ୍ରକାର ଲେନ୍ସର ଚଷମା ବ୍ୟବହାର କରାଯାଏ? ଉତ୍ତଳ, ଅବତଳ, ଉତ୍ତଳ ଅବତଳ ଦୁଇଟା ଯାକ କେଉଁଟି ନୁହେଁ।
କେଉଁଠି ନା ଆମର ଉତ୍ତଳ ହେଲା। ଏ ହେବ କରେକ୍ଟ ଆନ୍ସର। ଦୂରଦୃଷ୍ଟିରେ ଉତ୍ତଳ ଲେନ୍ସ ବ୍ୟବହାର କଲେ ସମୂହ ଫୋକସ୍ ଦୂରତାରେ କି ପରିବର୍ତ୍ତନ ହୁଏ? ବଢ଼ିଯାଏ, ସ୍ଥିର ରହେ, କମିଯାଏ, କହିହେବ ନାହିଁ। କ'ଣ ନା କମିଯାଏ। ସି ହେବ କରେକ୍ଟ ଆନ୍ସର। ନେକ୍ସଟ, ବ୍ୟକ୍ତିର ଉଭୟ ସମୀପ ଦୃଷ୍ଟି ଓ ଦୂରଦୃଷ୍ଟି ରହିଥିଲେ କେଉଁ ପ୍ରକାର ଚଷମା ବ୍ୟବହାର କରାଯାଏ? କଳା, ଦ୍ୱିଫୋକସି, ଏକଫୋକସି, କଳା ଧଳା। କେଉଁଠି ନା ଦ୍ୱିଫୋକସି। ବି ହେବ କରେକ୍ଟ ଆନ୍ସର। ତ୍ରିଭୁଜାକାର ପ୍ରିଜିମରେ ଧଳା ଆଲୋକର ପ୍ରତିସରଣ ବେଳେ ନିର୍ଗତ ରଶ୍ମି ଆପତନ ରଶ୍ମି ସହ କେଉଁ କୋଣ ସୃଷ୍ଟି କରେ? ପ୍ରତିଫଳନ କୋଣ, ଆପତନ କୋଣ, ନିର୍ଗତ କୋଣ, ବିଚଳନ କୋଣ। କେଉଁ କୋଣ ସୃଷ୍ଟି କରେ ନା ବିଚଳନ କୋଣ। ଡି ହେବ କରେକ୍ଟ ଆନ୍ସର। ପ୍ରିଜିମରେ ଧଳା ଆଲୋକର ପ୍ରତିସରଣରୁ ବର୍ଣ୍ଣାଳି ସୃଷ୍ଟି ହେବା ପ୍ରକ୍ରିୟାକୁ କ'ଣ କୁହାଯାଏ? ବିକିନନ, ପ୍ରକିନନ, ପ୍ରତିଫଳନ, ସମାୟୋଜନ। କ'ଣ କୁହାଯାଏ ନା ପ୍ରକିନନ। ବି ହେବ କରେକ୍ଟ ଆନ୍ସର। ପ୍ରିଜିମରେ ଧଳା ଆଲୋକର ପ୍ରତିସରଣ କରାଇ କେଉଁ ବୈଜ୍ଞାନିକ ପ୍ରଥମେ ବର୍ଣ୍ଣାଳି ସୃଷ୍ଟି କରାଇଥିଲେ? ଗାଲିଲିଓ, ଆଇନଷ୍ଟାଇନ, କୋପରନିକସ, ସାର୍ ଆଇଜାକ୍ ନ୍ୟୁଟନ। କିଏ ନା ସାର୍ ଆଇଜାକ୍ ନ୍ୟୁଟନ। ଡି ହେବ କରେକ୍ଟ ଆନ୍ସର। ପ୍ରିଜିମରେ ସୃଷ୍ଟି ହେଉଥିବା ଧଳା ଆଲୋକର ବର୍ଣ୍ଣ ଅଂଶଗୁଡ଼ିକୁ କ'ଣ କୁହାଯାଏ? ତ ଜାଣିଛ ବର୍ଣ୍ଣମାଳା, ବର୍ଣ୍ଣସମୂହ, ସପ୍ତବର୍ଣ୍ଣ, ବର୍ଣ୍ଣାଳୀ। କ'ଣ କୁହାଯାଇଥାଏ? ବର୍ଣ୍ଣାଳୀ ବୋଲି କୁହାଯାଇଥାଏ। ପ୍ରିଜିମ ଦ୍ୱାରା ଧଳା ଆଲୋକ କେତୋଟି ବର୍ଣ୍ଣର ଆଲୋକରେ ବିଭକ୍ତ ହୁଏ? 5ଟି, 6ଟି, 7ଟି, 4ଟି। କେଉଁଟା ହେବ ନା ସି ବା 7ଟି ହେବ ହେଲା। ପ୍ରିଜିମରେ ଧଳା ଆଲୋକରୁ ବର୍ଣ୍ଣାଳୀ ସୃଷ୍ଟି ବେଳେ କେଉଁ ରଙ୍ଗର ଆଲୋକ ସର୍ବାଧିକ ବଙ୍କାଏ? ବାଇଗଣୀ, ଲାଲ, ସବୁଜ, ଘନ ନୀଳ। କେଉଁଠି ନା ବାଇଗଣୀ। ଏ ହେବ କରେକ୍ଟ ଆନ୍ସର। ପ୍ରିଜିମରେ ଧଳା ଆଲୋକରୁ ବର୍ଣ୍ଣାଳୀ ସୃଷ୍ଟି ବେଳେ କେଉଁ ରଙ୍ଗର ଆଲୋକ ସର୍ବନିମ୍ନ ବଙ୍କାଏ? ବାଇଗଣୀ, ଲାଲ, ସବୁଜ, ଘନ ନୀଳ। ତ ଲାଲ ହେବ କରେକ୍ଟ ଆନ୍ସର। ସର୍ବନିମ୍ନ ସେ ବଙ୍କାଏ ଆଉ ସର୍ବାଧିକ କିଏ ବଙ୍କାଏ ପଡ଼ିଲେ ନା ବାଇଗଣୀ। ନେକ୍ସଟ, ଚାଳିଶା ସଂଶୋଧନ ପାଇଁ କେଉଁ ଚଷମା ବ୍ୟବହାର କରାଯାଏ? ଅବତଳ ଲେନ୍ସ, ଉତ୍ତଳ ଲେନ୍ସ, ସ୍ତମ୍ଭାକାର ଲେନ୍ସ, ଆୟତାକାର ଲେନ୍ସ। କେଉଁଠି ନା ଉତ୍ତଳ ଲେନ୍ସ। ବି ହେବ କରେକ୍ଟ ଆନ୍ସର। ବର୍ଷା ଦିନେ ଆକାଶରେ ସୂର୍ଯ୍ୟର କେଉଁ ଦିଗରେ ଇନ୍ଦ୍ରଧନୁ ଦେଖାଯାଏ? ସମାନ, ବିପରୀତ, ଉଭୟ, କେଉଁଠି ନୁହେଁ ନା ବିପରୀତ ହେବ କରେକ୍ଟ ଆନ୍ସର। ଜଳକଣାରେ କେଉଁ ପ୍ରକ୍ରିୟା ଯୋଗୁଁ ଇନ୍ଦ୍ରଧନୁ ସୃଷ୍ଟି ହୁଏ? ପ୍ରତିଫଳନ, ପ୍ରକିନନ, ପ୍ରକିନନ ଆଭ୍ୟନ୍ତରୀଣ ପ୍ରତିଫଳନ, ବିଚ୍ଛୁରଣ। କେଉଁଥିପାଇଁ ନା ପ୍ରକିନନ ଆଭ୍ୟନ୍ତରୀଣ ପ୍ରତିଫଳନ। ସି ହେବ କରେକ୍ଟ ଆନ୍ସର। ନେକ୍ସଟ, କେଉଁମାନେ ସ୍ଥିର ଆଲୋକ ପ୍ରଦାନ କରନ୍ତି? ନକ୍ଷତ୍ର, ଗ୍ରହ, ମହାଜାଗତିକ ପିଣ୍ଡ, ଉପରୋକ୍ତ ସମସ୍ତ। କେଉଁମାନେ ନା ଉପରୋକ୍ତ ସମସ୍ତ। ନକ୍ଷତ୍ର, ଗ୍ରହ, ମହାଜାଗତିକ ପିଣ୍ଡ ଏମାନେ ସବୁ ହେଲା। ନେକ୍ସଟ ଯିବା, କେଉଁମାନେ ଦପଦପ ହୁଅନ୍ତି? ନକ୍ଷତ୍ର, ଗ୍ରହ, ତାରା, କେଉଁଠି ନୁହେଁ। କେଉଁମାନେ ନା ତାରାମାନେ। ତାରାମାନେ ଦପଦପ ହୁଅନ୍ତି ଏଥିପାଇଁ କେଉଁ ପ୍ରକ୍ରିୟା ଦାୟୀ? ପ୍ରତିଫଳନ। ଏଠି ଗୋଟେ ପଡ଼େ ହେଲା ଏକ୍ଜାମରେ। ପୁଣ୍ୟ ଆଭ୍ୟନ୍ତରୀଣ ପ୍ରତିଫଳନ, ବାୟୁମଣ୍ଡଳ ପ୍ରତିସରଣ, ବାୟୁମଣ୍ଡଳୀୟ ପ୍ରତିଫଳନ। କେଉଁଠି ନା ବାୟୁମଣ୍ଡଳୀୟ ପ୍ରତିସରଣ ଯୋଗୁଁ ସେମାନେ ଦପଦପ ହୁଅନ୍ତି। ସି ହେବ କରେକ୍ଟ ଆନ୍ସର। ପ୍ରକୃତ ସୂର୍ଯ୍ୟାସ୍ତ ଆଭାସୀ ସୂର୍ଯ୍ୟାସ୍ତ ମଧ୍ୟରେ ସମୟ ବ୍ୟବଧାନ କେତେ? ନା 2 ମିନିଟ୍, 4 ମିନିଟ୍, 8 ମିନିଟ୍, 1 ମିନିଟ୍। କେତେ ନା 2 ମିନିଟ୍ ସୂର୍ଯ୍ୟାସ୍ତ ଏବଂ ପ୍ରକୃତ ସୂର୍ଯ୍ୟାସ୍ତ, ଆଭାସୀ ସୂର୍ଯ୍ୟାସ୍ତ। ଏ ହେବ କରେକ୍ଟ ଆନ୍ସର। ଇଏ ଥିଲା ଆଜିର ମାନବ ଚକ୍ଷୁ ଏବଂ ବର୍ଣ୍ଣ ଜଗତ ପାଇଁ ଆମେ 38ଟି MCQ ଡିସ୍କସନ୍ କଲେ। ଭିଡ଼ିଓଟି ଆଶା କରୁଛି ନିହାତି ତୁମମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିବ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରିବାକୁ ଯେପରି ଭୁଲିବନି। ନୂଆ କରି ଯେଉଁମାନେ ଆସିଛ ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ, ଯଦ୍ୱାରା କି ନେକ୍ସଟ କୌଣସି ଟପିକ୍ର କିମ୍ବା ଯେକୌଣସି ସବଜେକ୍ଟର ଭିଡ଼ିଓ ଅପଲୋଡ଼ କଲେ ତୁମମାନଙ୍କ ପାଖରେ ପ୍ରଥମେ ତାହା ଆଭେଲେବଲ୍ ହେବ।